ମାଲଙ୍କେଶ୍ୱରୀ ଯୁବ ପରିଷଦ ବୋବାରିଆ ଓ ଡେଙ୍ଗାଗୁଡ଼ା ମିଳିତ ଆନୁକୂଲ୍ୟରେ ସପ୍ତମ ଦିବସୀୟ ପାଦପେଣ୍ଡୁ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ବୋବରିଆ 3 ଗୋଲରେ ହରାଇ ଧନସରା ବିଜୟୀ ହୋଇ ସେମିଫାଇନାଲ ପ୍ରବେଶ କରିଛି। କୋକସରା ବ୍ଲକ ଟେମ୍ରା ପଞ୍ଚାୟତ ବୋବାରିଆ ଗ୍ରାମରେ ଫୁଟବଲ ପଡ଼ିଆଠାରେ ମାଲଙ୍କେଶ୍ୱରୀ ଯୁବ ପରିଷଦ ବୋବାରିଆ ଆନୁକୂଲ୍ୟରେ ଗତ 9 ତାରିଖ ଦିନ ସୋମବାର ରୁଚିକା ଥିବା ସପ୍ତମ ଦିବସୀୟ ଫୁଟବଲ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ଦିବସରେ ଲଙ୍କେଶ୍ୱରୀ ଯୁବ ପରିଷଦ ସଭାପତି ପ୍ରମାଲାଲ ମାଝୀ, କୋଷାଧ୍ୟକ୍ଷ ସଞ୍ଜୀବ ମାଝୀ ଯୋଗଦେଇ ଉଦ୍ଘାଟନ କରିଥିଲେ। ଏ ଖେଳଟି ବୋବାରିଆ ଓ ଧନସରା ଦଳ ମଧ୍ୟରେ ରୋମାଞ୍ଚକର ଖେଳ ଅନୁଷ୍ଠିତ ହୋଇଥିଲା। ଟେମ୍ରା ସରପଞ୍ଚ କ୍ଷିତିଶ ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍ଯାପନୀ ଉତ୍ସବର ମୁଖ୍ୟ ଅତିଥି ପୁରନ୍ଦର ପୂଜାରୀ, ମୁଖ୍ୟ ବକ୍ତା ଭାବେ କିଶୋର ନାୟକ, ହୃଷିକେଶ ଖମାରୀ ପ୍ରମୁଖ ଯୋଗ ଦେଇଥିଲେ। ଖେଳ ପରିଚାଳନାରେ ତାପସ ଦାସ, ଭୂପେନ୍ଦ୍ର ଗୋପାଳ, ନିଖିଲ ନାୟକ ଖେଳାଳି ଖେଳ ପରିଚାଳନା କରିଥିଲେ। ନୀଳମ୍ବର ଛତ୍ରିଆ, ବିଷ୍ଣୁ ନାୟକ, ସଞ୍ଜୟ ମାଝୀ, ନୀଳମଣି ମାଝୀ, ରୁଦ୍ରପ୍ରସାଦ ମାଝୀ, ପ୍ରକାଶ ପୂଜାରୀ, ଋଷିମଣି ଲଦୁଆ, ସତ୍ୟପ୍ରକାଶ ପ୍ରମୁଖ ମାଝୀ ଯୁବକ ସଂଘର କର୍ମକର୍ତ୍ତା ସହ ଯୋଗ ଦେଇଥିଲେ। ଜଗମୋହନ ମାଝୀ ଧାରାବିବରଣୀ ପ୍ରଦାନ କରିଥିଲେ।